মা মো মা বঞ্চে মু তুমকু সুমরি মা মো মা বঞ্চে মু তুমকু সুমরি মা মতে করি রখ একা তুমরি মা মতে করি রখ একা তুমরি মা মো মা বঞ্চে মু তুমকু সুমরি মা মো মা বঞ্চে মু তুমকু সুমরি তুম ফুল পরসাদ পোছি নিয়ে অবসাদ গঢ়ি দেউ মতে তুম ফুলটি পরি তুম হস তুম বাণী মধুময় সে চাহাণী সর্বদা রহিথায়ে মতে ঘেরি তুম ফুল পরসাদ পোছি নিয়ে অবসাদ গঢ়ি দেউ মতে তুম ফুলটি পরি তুম হস তুম বাণী মধুময় সে চাহাণী সর্বদা রহিথায়ে মতে ঘেরি খুশি হুয়ে সদা হৃদে তুমকু ধরি খুশি হুয়ে সদা হৃদে তুমকু ধরি মা মো মা বঞ্চে মু তুমকু সুমরি মা মো মা বঞ্চে মু তুমকু সুমরি তুমরি করুণা ধারা ধরা বুকে ঝরে পরা ফুলে ফলে নানা রঙে রহুয়া বরি আনন্দ জুয়ারে ভরা এই জগত সারা দিবানিশি বিতু তুম কথা সুমরি তুমরি করুণা ধারা ধরা বুকে ঝরে পরা ফুলে ফলে নানা রঙে রহুয়া বরি আনন্দ জুয়ারে ভরা এই জগত সারা দিবানিশি বিতু তুম কথা সুমরি তুম দিব্য কৃপা দিয় শিরে ମୋ ଢାଳି ତୁମ ଦିବ୍ୟ କୃପା ଦିଅ ଶିରେ ମୋ ଢାଳି ମା ମୋ ମା
ବଞ୍ଚେ ମୁଁ ତୁମକୁ ସୁମରି। ମା ମୋ ମା ବଞ୍ଚେ ମୁଁ ତୁମକୁ ସୁମରି। ମା ମୋତେ କରି ରଖ ଏକା ତୁମରି। ମା ମୋତେ କରି ରଖ ଏକା ତୁମରି। ମା ମୋ ମା ବଞ୍ଚେ ମୁଁ ତୁମକୁ ସୁମରି। ମା ମୋ ମା ବଞ୍ଚେ ମୁଁ ତୁମକୁ ସୁମରି। ବଞ୍ଚେ ମୁଁ ତୁମକୁ ସୁମରି। ବଞ୍ଚେ ମୁଁ ତୁମକୁ ସୁମରି। ଜଗଜନନୀ ଶ୍ରୀମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ପ୍ରିୟ ଦିବ୍ୟାତ୍ମା, ଆଜିର ଏହି ପବିତ୍ର ଦିବସରେ ମାତୃବିହାର ସୁନ୍ଦରଗଡ଼ ପରମ ପ୍ରଭୁଙ୍କ ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠାର 37ତମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ଏହି ଅବସରରେ ମୁଁ ସମସ୍ତ ମାତୃପ୍ରେମୀ ଭାଇ ବାପାଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି। ଆଜିଠୁ 36 ବର୍ଷ ତଳେ ଆଜିର ଏହି ପବିତ୍ର ଦିବସରେ ସୁନ୍ଦରଗଡ଼ ମାଟିର ଆକର୍ଷଣ, ଆସ୍ପୃହା ତଥା ବିକାଶଶୀଳ ଆତ୍ମାର ଆସ୍ପୃହା ଯୋଗୁଁ ଏହି ମାତୃବିହାର ପରିସରରେ ପରମ ପ୍ରଭୁଙ୍କ ଅତିମାନସ ଯୋଗଦୀପ୍ତ ଶ୍ରୀତନୁ ପୂଜ୍ୟ ଚମ୍ପକଲାଲଙ୍କ ପବିତ୍ର କରକମଳରେ ପ୍ରତିଷ୍ଠିତ ହୋଇଥିଲା। ଏଥି ନିମନ୍ତେ ଆମେ ଚିରଋଣୀ ହୋଇ ରହିବା। ଆଜିର ଏହି କରୋନା ଜନିତ ଜରୁରୀକାଳୀନ ପରିସ୍ଥିତିରେ ଆମେ ଏକ ସ୍ୱତନ୍ତ୍ର ଅଭିନବ ଢଙ୍ଗରେ ଏହି ବିଶେଷ ପାଠଚକ୍ରଟିକୁ ଏକ ଡିଜିଟାଲ ପାଠଚକ୍ର ମାଧ୍ୟମରେ ପାଳନ କରିବାକୁ ଯାଉଛି। ଆଜିର ଏହି ପରିସ୍ଥିତିକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ସମ୍ୟକ ଏ ବାବଦରେ କହିବାକୁ ଚାହିଁବି ଯେ ପ୍ରକୃତିର ବିବର୍ତ୍ତନର ପରୀକ୍ଷାଗାରରେ ସୃଷ୍ଟିର ପ୍ରତ୍ୟେକ ଜୀବ, ବିଶେଷରେ ମାନବ ସମାଜ ଏକ ବିଶେଷ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛି। ଆମେ ସମସ୍ତେ ଜାଣିଛୁ, ପଶୁର ମନୁଷ୍ୟଟିଏ ହେବା ପାଇଁ ପ୍ରାୟତଃ 10,000 ବର୍ଷ ଲାଗିଥିଲା। ଯେଉଁ ପ୍ରକୃତିଟି ଚେଷ୍ଟା କରି ଆସିଛି ଏକ ପୂର୍ଣ୍ଣାଙ୍ଗ ଓ ବିକୃତବିହୀନ ଜୀବକୁ ସୃଷ୍ଟି କରିବା ତଥା ଭଗବାନଙ୍କୁ ଉପସ୍ଥାପିତ କରିବା। ଏହା ଟ୍ରାଏଲ ଆଣ୍ଡ ଇରର ମେଥଡ଼, ଚେଷ୍ଟା ବିଫଳତା ଧାରକ ନେଇ ଏ ପ୍ରକୃତି ଏ ପୃଥିବୀରେ ବିବର୍ତ୍ତନ କାମ କରୁଛି। ପ୍ରକୃତି ଏହି ଧାରାରେ ଏକ ନୂତନ ଜୀବନ ତିଆରି କରେ। ସେମାନେ ବିବର୍ତ୍ତନର ଅଗ୍ରଗତିରେ ଯଦି ଅକ୍ଷମ ହୁଅନ୍ତି, ପ୍ରକୃତି ତାଙ୍କୁ ଧ୍ୱଂସ କରେ। ପ୍ରଭୁ ଶ୍ରୀ ଅରବିନ୍ଦଙ୍କ କହିବା ଅନୁଯାୟୀ ମଣିଷର ଅତିମାନବ ହୋଇ ଉଠିବା ହେଲା ପୃଥିବୀ ବିବର୍ତ୍ତନର ପରବର୍ତ୍ତୀ ଆସନ୍ନ ପରିଣାମ। ଏହା ଅବସମ୍ଭାବୀ, କାରଣ ଏହା ହେଲା ବର୍ତ୍ତମାନ ମଣିଷର ଅନ୍ତର୍ନିହିତ ଚେତନାର ଉଦ୍ଦେଶ୍ୟ ଏବଂ ପ୍ରକୃତିର କର୍ମଧାରାର ଯୁକ୍ତିଯୁକ୍ତତା। ବର୍ତ୍ତମାନ ମାନବ ମନର ବିକାଶର ପାବଚ୍ଛ ଶେଷ ହୋଇ ଆସିଛି। ଆଗାମୀ ସମୟ ଯେଉଁ ଚତୁର୍ଥ ପାବଚ୍ଛଟି ଚୈତ୍ୟ ସତ୍ତାର ବିକାଶ, ଏହା ବିବର୍ତ୍ତିତ ମାନସ ଚେତନାରୁ ଉତ୍ଥିତ ହୋଇ ଚୈତ୍ୟ ସତ୍ତାର ସମ୍ପୂର୍ଣ୍ଣ ବିକାଶ ଦ୍ୱାରା ଯାହା ଏକ ଆଧ୍ୟାତ୍ମିକ ଅତିମାନସ ସତ୍ତାକୁ ପ୍ରସ୍ତୁତ କରି ଆଣିବ। ତେଣୁ ଆଜିର ଏହି ସଙ୍କଟ କାଳ ତଥା ଆଗାମୀ ସମୟ ଅନେକ କାର୍ଯ୍ୟ ମାଧ୍ୟମରେ ପ୍ରକୃତି ଆମର ଅନ୍ତର୍ଯାତ୍ରାକୁ ସମର୍ଥନ କରି ଅଭିନବ ପ୍ରୟାସ ଜାରି ରଖିବ। ଆମର ପ୍ରୟୋଜନ ହେଲା ଦିବ୍ୟ ମୁହୂର୍ତ୍ତକୁ ଗ୍ରହଣ କରିବା, ନିଷ୍ଠାପୂର୍ଣ୍ଣ ଆନ୍ତରିକତା ଓ ଏକ ଦିବ୍ୟ ପ୍ରସ୍ତୁତିର ସମ୍ଭାବନାର କ୍ଷେତ୍ର ଆମ ଭିତରେ ବହନ କରି ଆଗେଇ ଯିବାର ପ୍ରୟାସ ଜାରି ରଖିବା। ଆଜିର ଉପସ୍ଥାପନା ନିମ୍ନ ଅନୁକ୍ରମ ଅନୁଯାୟୀ ପାଳିତ ହେବ। ପ୍ରଥମେ ସୁନୀଲ ଭାଇଙ୍କ ଦୁର୍ଗା ସ୍ତୋତ୍ର ପାଠନ, ଦ୍ୱିତୀୟରେ ସୁବୋଧ ପାଣିଗ୍ରାହୀ ଭାଇଙ୍କ ସାବିତ୍ରୀ ପାଠ, ତୃତୀୟରେ ଆଜିର
ଦିବସଟିର ସ୍ମୃତିଚାରଣ କରିବେ ନିରଞ୍ଜନ ମହାନ୍ତି ଭାଇ। ଚତୁର୍ଥରେ କର ଭାଇଙ୍କଠୁ ଦ ପ୍ରେଜେଣ୍ଟ କ୍ରାଇସିସ୍ ଆଣ୍ଡ ହାଉ ଟୁ ଓଭରକମ୍ ଇଟ୍ ପ୍ରସଙ୍ଗରେ ଶୁଣିବା। ପଞ୍ଚମରେ ବୁଲୁ ଭାଇଙ୍କଠୁ ଆସ ଆମେ ପ୍ରସ୍ତୁତ ହେବା ଏହି ପ୍ରସଙ୍ଗରେ ଶୁଣିବା। ଶେଷରେ ମାଙ୍କର ଅର୍ଗାନ ମ୍ୟୁଜିକ୍ ସହ ସାଇଲେନ୍ସ ହେବା ଓ ଆଲୋଚନାଟି ସମ୍ପୂର୍ଣ୍ଣ ହେବ। ଏହା ସହ ମୁଁ ସମସ୍ତଙ୍କୁ କୃତଜ୍ଞତା ଓ ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରୁଛି। ବନ୍ଦେ ମାତରମ୍।
दुर्गे सिंहवाहिनी सर्वशक्तिदायिनी मात शिवप्रिये तोर ଶକ୍ତଂ ସଜାତ ଆମ୍ଭେମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସନ ପ୍ରାର୍ଥନା କରୁଛୁ। ଶୁଣ ମାତ ଏଇ ଭାରତବର୍ଷେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମାତ ଦୁର୍ଗେ ଯୁଗେ ଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋର ହିଁ କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରିଯାଉ। ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେ ଆମ୍ଭେ ନିବ୍ରତି। ଶୁଣ ମାତ ଏଇ ଭାରତବର୍ଷେ ଆବିର୍ଭୂତ ହୁଅ ସହାୟ ହୁଅ। ମାତଃ ଦୁର୍ଗେ ସିଂହବାହିନୀ ତ୍ରିଶୂଳଧାରିଣୀ ବର୍ମ ଆବୃତ ସୁନ୍ଦର ଶରୀରେ ମାତଃ ଜୟଦାୟିନୀ ତୋ ପ୍ରତୀକ୍ଷାରେ ଭାରତ ରହିଅଛି ତୋର ସେଇ ମଙ୍ଗଳମୟ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମାତ ଏଇ ଭାରତବର୍ଷେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମାତଃ ଦୁର୍ଗେ ବଳଦାୟିନୀ ପ୍ରେମଦାୟିନୀ ଜ୍ଞାନଦାୟିନୀ ଶକ୍ତି ସ୍ୱରୂପିଣୀ ଭୀମ୍ମେ ସୌମ୍ୟ ରୌଦ୍ର ରୂପିଣୀ ଜୀବନ ସଂଗ୍ରାମେ ଭାରତ ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ ଦିଅ ମା ପ୍ରାଣେ ମନେ ଅସୁର ଶକ୍ତି ଅସୁରର ଉଦ୍ୟମ ଦିଅ ମା ହୃଦୟରେ ବୁଦ୍ଧିରେ ଦେବ ଚରିତ୍ର ଦେବ ଜ୍ଞାନ। ମାତଃ ଦୁର୍ଗେ ଜଗତ ଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା ତୁ ହିଁ ମାତ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମାତ ତିମିର ବିନାଶ କର। ମାତଃ ଦୁର୍ଗେ ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା ଆଗତ ସେହି ଯୁଗ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି। ଆସ ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବରେ ଉପଯୁକ୍ତ ହଉ। ହେ ମାତ ବିନାଶ କର କ୍ଷୁଦ୍ରତା ବିନାଶ କର ସ୍ୱାର୍ଥ ବିନାଶ କର ଭୟ। ମାତଃ ଦୁର୍ଗେ କାଳୀ ରୂପିଣୀ ନିର୍ମୁଣ୍ଡ ମାଳିନୀ ଦିଗମ୍ବରୀ କୃପାଣ ପାଣି ଦେବୀ ଅସୁର ବିନାଶିନୀ କ୍ରୂର ନିନାଦରେ ଅନ୍ତଃସ୍ଥରେ ବିନାଶ କର। ଗୋଟି ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନପାରେ ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା। ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ରାଶୟତରେ ମ୍ରିୟମାଣ ଭାରତ ହେ ମାତଃ ଆମ୍ଭମାନଙ୍କୁ ମହତ୍ କର ମହତ୍ ପ୍ରୟାସୀ କର ଉଦାର ଚେତା କର ସତ୍ୟ ସଂକଳ୍ପ କର ଯେପରି ଆଉ ଅଳ୍ପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହଉ। ମାତଃ ଦୁର୍ଗେ ଯୋଗ ଶକ୍ତି ବିସ୍ତାର କର ଆମ୍ଭେମାନେ ତୋର ପ୍ରିୟାର୍ଯ୍ୟ ସନ୍ତାନ ଆମ୍ଭମାନଙ୍କ ମଧ୍ୟ ଲୁପ୍ତ ଶିକ୍ଷା ଚରିତ୍ର ମେଧାଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମାତଃ ଦୁର୍ଗେ ଅନ୍ତଃସ୍ତରୀପୁ ସଂହାର କରି ବାହାରର ବାଧା ବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାନନେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲିଳା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃଚରଣରେ ହିଁ ପ୍ରାର୍ଥନା ପ୍ରକାଶ ହୁଅ। ମାତଃ ଦୁର୍ଗେ ଆମ୍ଭମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର। ଆମ୍ଭେମାନେ ଉଠି ତୋର ଯନ୍ତ୍ର ଅଶ୍ଵ ବିନାଶୀ ତରବାରୀ ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ହେ ମାତଃ ଭାରତର ଯୁବକଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ ଅଶୁବନ୍ତ୍ରୀ ହୋଇ ତରବାରୀ ଘୁରାଅ ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର ପ୍ରକାଶ ହୁଅ। ମାତଃ ଦୁର୍ଗେ ତୋତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ ଶ୍ରଦ୍ଧା ଭକ୍ତି ପ୍ରେମ ଡୋରରେ ବାନ୍ଧି ରଖିବୁ। ଆସ ମାତଃ ଆମ୍ଭମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀର ମାର୍ଗ ପ୍ରଦର୍ଶିନୀ ଆସ
ଆଉ ବିସର୍ଜନ କରିବୁ ନାହିଁ। ଆମ୍ଭମାନଙ୍କର ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ମାତୃପୂଜା। ଆମ୍ଭମାନଙ୍କର ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃସେବା ବ୍ରତ ହଉ। ଏହା ହିଁ ପ୍ରାର୍ଥନା ମାତଃ। ଭାରତବର୍ଷେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ, ପ୍ରକାଶ ହୁଅ। O force-compelled, fate-driven earthborn race, O petty adventurers in an infinite world, and prisoners of a dwarf humanity, how long will you tread the circling tracks of mind around your little self and petty things? But not for a changeless littleness where you mint, not for vain repetition where you build. Out of the immortal substance you were made, your actions can be swift, revealing steps. Your life a changeful mold for growing gods. A seer, a strong creator is within. The immaculate grandeur broods upon your days. Almighty powers are shut in nature's cells. A greater destiny waits you in your front. This transient earthly being, if he wills, can fit his acts to a transcendent scheme. He who now stares at the world with ignorant eyes, wholly from the inconscience night aroused, that look at images and not at truth, can fill those hours with immortal sight. Yet shall the Godhead grow within your hearts. You shall awake into spirit's air, you and feel the breaking walls of mortal mind, and hear the message which left life's heart dumb, and look through nature with song gazing lids, and blow your conch shells at the eternal's gate. Authors of art's high chain, to you it is given to cross the dangerous spaces of the soul and toss the mighty mother stark away and meet the omnipotent in this house of flesh and make the life the million-bodied one. The earth you treat is a border screen from heaven. The life you lead conceals the light you are. Immortal power sweep flaming past your doors. Hark, open your doors, the God chant sounds. While to exceed yourself, thoughts trumpets call. Hard by few, but few, pure dare aspire. The nympholects of the ecstasy and the blaze. An epic of hope and failure breaks art's heart. Her force and will exceed her from form and fate. A goddess in a net of transience caught, shall bound in the process of death she dreams of life, shall wrecked with the bands of hell aspires to joy, and builds to hope her altars of despair, knows that one higher state might enfranchise all, and suffering looks for greatness in her songs. But dim in human heart the ascending fire, the invisible danger sits unworshipped there. Man sees the highest in a limiting form and looks upon a person, hears a name. He turns for little gains to ignorant powers, or candles his altar lights to a demon face. He loves the ignorance, fathering his fan. A spell is laid upon his glorious strands. He has lost the inner voice that led his thoughts, and masking the oracular reports it, a spacious ideal fills the marble shrine. The great illusion wraps him in the veils. The soul's deep intimations come in vain. In vain is unending line of seers. The sages ponder in unsubstantial light.
The poets lend their voice to outward dreams. A homeless fire inspires the prophet tongues. Heaven's flaming lights descend and bake return. The luminous eye approaches and retires. Eternity speaks, none understands its word. Fate is unwilling and the abyss denies. The inconscience mindless, waters block all done. করুণাময়ী মা পরম প্রভু শ্রী অরবিন্দ, সম্মানীয় বুলু ভাই, বড় ভাই এবং ମୋର ସମସ୍ତ ଅତି ଆପଣାର ମାତୃପ୍ରେମୀ ଭାଇ ଓ ଭଉଣୀମାନେ, ଆଜି ମୁଁ ଆପଣଙ୍କ ନିକଟରେ ଦୀର୍ଘ 33 ବର୍ଷ ଘଟଣାକୁ ରୋମନ୍ଥନ କରିବାର ସୁଯୋଗ ପାଇଥିବାରୁ କରୁଣାମୟୀଙ୍କ ମାଙ୍କ ନିକଟରେ ଅସୀମ କୃତଜ୍ଞତା ଜ୍ଞାପନ କରୁଛି। ଆପଣ ସମସ୍ତେ ଜାଣନ୍ତି ଯେ ଭଗବାନଙ୍କ ଇଚ୍ଛାର ପୂର୍ଣ୍ଣତା ପାଇଁ କିଛି ନା କିଛି ମାଧ୍ୟମର ଆବଶ୍ୟକ ଥାଏ। ତେଣୁ ସମୟର ଗତାନୁଗତ ସ୍ରୋତରେ ସେହି ମାଧ୍ୟମର ସୁନ୍ଦରଗଡ଼ ପୌରାଞ୍ଚଳରେ ପରମପ୍ରଭୁଙ୍କ ପବିତ୍ର ଦେହାଂଶ ପ୍ରତିଷ୍ଠାର ଆୟୋଜନ 1984 ମସିହାରେ ଆଜି ମନେ ପଡ଼ୁଛି। ସୁନ୍ଦରଗଡ଼ ମାତୃଠାରେ ଏକ ପାଠଚକ୍ର ଗୃହ ନିର୍ମାଣ ଲାଗି ସରକାରଙ୍କ ଠାରୁ ଅନୁମତି ପ୍ରାପ୍ତ କିଛି ଜମି ଦଖଲ କରିଥିଲେ। ସଂଯୋଗବଶତଃ ପୂଜ୍ୟ ପ୍ରଗତି ମହାଶୟଙ୍କ ସୁନ୍ଦରଗଡ଼ ପରିଦର୍ଶନ ସମୟରେ ତାଙ୍କର ସୁଦୃଢ଼ ପରାମର୍ଶ ଏବଂ ଅଫୁରନ୍ତ ପ୍ରେରଣା ପରମପ୍ରଭୁଙ୍କ ପ୍ରେରଣାରେ ପରମପ୍ରଭୁଙ୍କ ପବିତ୍ର ସମାଧି ଗୃହ ନିର୍ମାଣ ଦିଗରେ ମୋତେ ଅଗ୍ରସର ହେବାରେ ସହାୟକ ହୋଇଥିଲା। ଉକ୍ତ ମାତୃକାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାରେ ସମ୍ମାନୀୟ ଡକ୍ଟର ପ୍ରସାଦଙ୍କ ପ୍ରେରଣା ଅତୁଳନୀୟ ଏବଂ ଗୋଲାସ୍ଥିତ ଇଞ୍ଜିନିୟର ଶ୍ରୀଯୁକ୍ତ ଯଦୁେନ୍ଦ୍ର ସାମନ୍ତଙ୍କର ଅବଦାନ ଅବିସ୍ମରଣୀୟ। ପରମଙ୍କ ପବିତ୍ର ଦେହାଂଶ ଓଡ଼ିଶା ପାଇଁ 3 ଜାଗାରେ ନିଶ୍ଚିତ ଥିବାରୁ ପ୍ରାୟ 1984 ମସିହା ଡିସେମ୍ବର ମାସ ସୁଦ୍ଧା ଆସିବାର ସ୍ଥିରୀକୃତ ହୋଇଥିଲା। ମାତ୍ର ସମାଧିଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଁ ଦିନରାତି ପରିଶ୍ରମ କରିଥିଲି। ସୌଭାଗ୍ୟବଶତଃ 1987 ମସିହା ମାର୍ଚ୍ଚ ସୁଦ୍ଧା ପରମଙ୍କ ପବିତ୍ର ଦେହାଂଶ ଆସିବାର ନିର୍ଦ୍ଦିଷ୍ଟ ସମୟ ଥିଲା। ପରେ ଏପ୍ରିଲ ମାସ 18କୁ ସ୍ଥିରୀକୃତ ହେଲା। କ୍ଷୁଦ୍ର ପଣ୍ଡିଚେରୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ପରମପ୍ରଭୁଙ୍କ ଦେହାବଶେଷ ଭୁବନେଶ୍ୱରଠାରେ ପହଞ୍ଚିବା ପରେ ସେଠାରୁ ଶଙ୍କରଲାଲଜୀ, ଶ୍ରୀଯୁକ୍ତ ପ୍ରକୃତି ମହାଶୟ ଏବଂ ମାମୁଁ ରାମ ମିଶ୍ର, ପ୍ରିୟ ପ୍ରସାଦ ଭାଇ ଏବଂ ସରକାରୀ ସ୍ତରୀୟ ଉଚ୍ଚପଦସ୍ଥ ଅଫିସରଙ୍କ ତତ୍ତ୍ୱାବଧାନରେ ସୁନ୍ଦରଗଡ଼ଠାରେ 2ଟା ସୁଦ୍ଧା ପହଞ୍ଚିଥିଲେ। ତତ୍କାଳୀନ ସୁନ୍ଦରଗଡ଼ର MLA ତଥା ମିନିଷ୍ଟର ଈଶ୍ୱରଚନ୍ଦ୍ର ପଟେଲ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ମହୋଦୟ ପବିତ୍ର ଦେହାବଶେଷକୁ ଗାଢ଼ ପବନର ସହିତ ମାତୃବିହାର ପରିସରକୁ ପାଛୋଟି ଆଣିଥିଲେ। ସୁନ୍ଦରଗଡ଼ ସହରରେ ସେ ଦିନର ତୋରଣ ସଜା ସହିତ 3000 ଜନସମାଗମ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ ବୋଲି ମୋର ବିଶ୍ୱାସର ଅନୁଭୂତି ରହିଛି। ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା ପ୍ରସାଦ, 3000 ଲଡ଼ୁ ଏବଂ ସରିଯିବା ପରେ ପୁଣି ଚକୋଲେଟ୍ ମଗାଯାଇଥିଲା। ତେଣୁ ଅନୁମାନ କରାଯାଉଛି 3000 ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ଶ୍ରୀଯୁକ୍ତ ପ୍ରପଦୀଙ୍କ ପ୍ରେରଣାରେ ସ୍ୱର୍ଗତ ଭଦ୍ରକୃଷ୍ଣ ସାହୁ ଏଠାରେ ପ୍ରାୟ 5 ବର୍ଷ ରହି ପାଠ୍ୟକ୍ରମ ଆନ୍ଦୋଳନରେ କାର୍ଯ୍ୟରତ ଥିଲେ ଏବଂ ତାଙ୍କ ପ୍ରେରଣାରେ ପ୍ରାୟ 400-500 ମାତୃଭକ୍ତ ଏହି ଉତ୍ସବରେ ଭାଗ ନେଇଥିଲେ ଏବଂ ସେମାନଙ୍କ ସକାଶେ ଆମ ଘରେ ରାତ୍ରି ଭୋଜନ ବ୍ୟବସ୍ଥା କରାଯାଇଥିଲା। ଯେଉଁମାନେ ଏହି ମାତୃକାର୍ଯ୍ୟରେ ସହଯୋଗ କରିଥିଲେ ଏବଂ ଉପସ୍ଥିତ ଥିଲେ ସେମାନେ ପ୍ରାୟ ବହୁତ ଦିନ ଏଠାରେ ଅନୁପସ୍ଥିତ ଅଛନ୍ତି, କାରଣ କିଏ କୁଆଡ଼େ ଟ୍ରାନ୍ସଫର ହେଇଗଲେ। ତାଙ୍କ ଭିତରେ ବହୁତ ଦିଦି ଏବେ ଅଛନ୍ତି। ବଡ଼ ଆନନ୍ଦର ବିଷୟ, ଏହି ଉତ୍ସବ ସହିତ ସ୍କୁଲ ଗୃହ ନିର୍ମାଣର ଫାଉଣ୍ଡେସନ ଷ୍ଟୋନ୍ ସ୍ୱର୍ଗତ ଚମ୍ପଲାଲଙ୍କ ଦ୍ୱାରା କରାଯାଇଥିଲା, ଯାହାଦ୍ୱାରା କି 87 ମସିହାରେ 6ଟି ପିଲା ଆରମ୍ଭ କରି ବର୍ତ୍ତମାନ ପ୍ରାୟ 1200 ପିଲା ଶିକ୍ଷାଦାନ କରାହେଉଛି। ଏହା ଥିଲା କରୁଣା ମାଙ୍କ ଅଶେଷ କୃପା। ଯଦିଓ ମା କୃପାର ଏ ସମସ୍ତ କାର୍ଯ୍ୟ ମୋ ଦ୍ୱାରା କରାଇ ନେଉଥିଲେ, କିନ୍ତୁ ତାଙ୍କୁ ମୁଁ ଭଲ ଭାବରେ ଜାଣିପାରିଲି ନାହିଁ। ତାଙ୍କ କୃପାରୁ ମୋତେ ଏଦିନ ବଞ୍ଚାଇ ରଖିଛନ୍ତି। କ'ଣ ତାଙ୍କ ଉଦ୍ଦେଶ୍ୟ ମା ହିଁ ଜାଣନ୍ତି। ଯାହା ହଉ, ଆଜି ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି। ବିଶେଷ କରି ଗୁରୁ ଭାଇ ଆଉ କର ଭାଇଙ୍କ ଅଶେଷ ଧନ୍ୟବାଦ ସହ ମୁଁ ତାଙ୍କ ପାଖରେ କୃତଜ୍ଞ। ଏଠି ଶେଷ କରୁଛି। ବନ୍ଦେ ମାତରମ୍। ओम श्री माता शरणं मम। ओम श्री अरविंद शरणं मम। परम प्रभु श्री अरविंदଙ୍କର पवित्र श्रीतनु प्रतिष्ठा वार्षिकीର ଏହି ମହାନ ଅବସରରେ ସୁନ୍ଦରଗଡ଼ର ସମସ୍ତ ଭାଇ ଭଉଣୀମାନଙ୍କୁ ମୋର ଅନ୍ତରର ଆନ୍ତରିକ ଅଭିନନ୍ଦନ, ହାର୍ଦ୍ଦିକ ଶୁଭେଚ୍ଛା ଓ ସଶ୍ରଦ୍ଧ ପ୍ରଣାମ ଜଣାଇ ଉପସ୍ଥାପନ କରିବାକୁ ଯାଉଛି ମୋର ସଂକ୍ଷିପ୍ତ ବକ୍ତବ୍ୟ। ଭାଇ ଭଉଣୀମାନେ, ଆଜି ଆମେ ଏକ ଏଭଳି ଦୁଃସ୍ଥିତି ଭିତର ଦେଇ ଗତି କରୁଛେ, ଜଣାପଡ଼ୁଛି ସତେ ଯେମିତି ଅନ୍ଧକାର ଓ ମିଥ୍ୟାର ଏକ ଆସୁରିକ ଶକ୍ତି ସମଗ୍ର ମାନବତାକୁ କବଳିତ କରିବାରେ ଲାଗି ପଡ଼ିଛି। ଲାଗୁଛି ଆମକୁ ସେଇଭଳି ଭାବରେ। ଏବଂ ଏପରିକି ଏହା ଆମ ଭିତରର ବିଶ୍ୱାସକୁ ଏବଂ ଆଶା ସବୁକୁ ଦୋହଲାଇ ଦେଇ ଆମମାନଙ୍କୁ ଏକ ସଂଶୟପୂର୍ଣ୍ଣ ପ୍ରଶ୍ନବାଚୀ ଭିତରକୁ ଠେଲିଦେଲା ପରି ମଧ୍ୟ ମନେ ହେଉଛି। ଯଦି ଆମେ ଦେଖୁ, ଏପରିକି ଶ୍ରୀତନୁ ପ୍ରତିଷ୍ଠା ଉତ୍ସବକୁ ପାଳନ କରିବାର ଅତୀତର ସମସ୍ତ ଧାରାକୁ ଆମେ ଯେମିତି ଆଗରୁ କରି ଆସୁଥିଲେ, ସେ ସମସ୍ତକୁ ପରିବର୍ତ୍ତନ କରି ଏକ ଭିନ୍ନ ଧାରାରେ, ଏକ ଭିନ୍ନ ଭାବରେ ପାଳନ କରି ଏକ ଭିନ୍ନ ଅନୁଭୂତି ନେବା ପାଇଁ ମଧ୍ୟ ଏହା ଏକ ପ୍ରକାର ଆମକୁ ବାଧ୍ୟ କରିଛି। ତେବେ ସେ ଯାହା ବି ହେଉନା କାହିଁକି, ମିଥ୍ୟା ଆସୁରିକ ଶକ୍ତିର ପତନ ତ ନିଶ୍ଚିତ, ଏବଂ ତା ମଧ୍ୟ ଦେଇ ଆମମାନଙ୍କର ଚେତନାର ନୂତନ ଦିଗନ୍ତର ପ୍ରକାଶ ମଧ୍ୟ ଅବଧାରିତ। ମା କୁହନ୍ତି, falsehood has become acute and terrible. It has to go, so it is clinging. ଅନ୍ଧଶକ୍ତି ବହୁତ ତୀବ୍ର ଭାବରେ ହେଇଛି ଏବଂ ବହୁତ ଭୟଙ୍କର ମଧ୍ୟ ହେଇଛି। falsehood has become acute and terrible. It has to go. ଆକୁ ଯିବାର ଅଛି। ଯେହେତୁ ତାକୁ ଯିବାର ଅଛି, ସେ ଯିବା ଆଗରୁ so it is clinging. ସେ ଯେମିତିକି
ସମସ୍ତଙ୍କୁ ଜକଡ଼ିକି ଧରି ରଖିଛି। ତେଣୁ ଭାଇ ଭଉଣୀମାନେ ହତାଶିତ ନ ହୋଇ କିମ୍ବା କୌଣସି ନିରାଶା ବା ହତାଶା ଭାବକୁ ଆମ ଭିତରେ ସ୍ଥାନ ନ ଦେଇ ଆମକୁ ପୂର୍ଣ୍ଣ ରୂପେ ମାଙ୍କ ପ୍ରତି ନିଜକୁ ଖୋଲି ଦେବାକୁ ହେବ। କାରଣ ମା କହନ୍ତି ପେସିମିଜିମ୍ ଇଜ୍ ଡେଭିଲ୍ସ ଟୁଲ୍। ନିରାଶା ବା ନୈରାଶ୍ୟ ବା ହତାଶା ବା ହତାଶ ଭାବ, ହତାଶ ବୋଧ, ଏହା ଆସୁରିକ ଶକ୍ତିର ଗୋଟାଏ ସାଧନ। ତାରି ଦ୍ୱାରା ଆସୁରିକ ଶକ୍ତି ତାର କାର୍ଯ୍ୟଟିକୁ ଆମ ଭିତରେ ଅନାୟାସରେ କରିବା ପାଇଁ ସୁଯୋଗ ପାଏ। ତେଣୁ ପୂର୍ଣ୍ଣ ରୂପେ ମାଙ୍କ ଚେତନା, ଶକ୍ତି, ଆଲୋକ ଓ କୃପା ପ୍ରତି ଆମମାନଙ୍କୁ ଗ୍ରହଣଶୀଳ ହେବାକୁ ପଡ଼ିବ। ଏଇଠି ସାବିତ୍ରୀର ଗୋଟିଏ ପଙ୍କ୍ତି ମୁଁ ଉଦ୍ଧାର କରିବି, ଯେଉଁଠି ଶ୍ରୀଅରବିନ୍ଦ କହୁଛନ୍ତି ବଟ୍ ଦେର୍ ଇଜ୍ ଏ ଗାର୍ଡ଼ିଆନ୍ ପାୱାର, ଦେର୍ ଆର୍ ହ୍ୟାଣ୍ଡସ୍ ଦ୍ୟାଟ୍ ସେଭ୍, କାମ୍ ଆଇଜ୍ ଡିଭାଇନ୍ ରିଗାର୍ଡ଼ ଦି ହ୍ୟୁମାନ୍ ସିନ୍। ये ସବୁ ସତ୍ତ୍ୱେ ଯଦିଓ ଆମେ ଦେଖୁଛୁ ବିନଷ୍ଟି, ଯଦିଓ ଆମ ଦ୍ୱାରା କିଛି ହେଇପାରୁନି, ତଥାପି ରହିଛି ଏକ ରକ୍ଷାକର୍ତ୍ତା ଶକ୍ତି, ତଥାପି ରହିଛି ଏକ ବରାଭୟ ହସ୍ତ ଏବଂ ପ୍ରଶାନ୍ତ ଭାଗବତ ଦୃଷ୍ଟି ନିବଦ୍ଧିତ ହୋଇ ରହିଛି ମାନୁଶୀଳା ଉପରେ। ଆମମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଉପରେ ମାଙ୍କର ସେହି ପ୍ରଶାନ୍ତ ଦୃଷ୍ଟି ନିବଦ୍ଧିତ ହୋଇକି ରହିଛି। କିନ୍ତୁ ସେହି ବରାଭୟ ହସ୍ତରୁ ଝରି ଆସୁଥିବା କୃପା, ମାଙ୍କ ପାଖରୁ ଆମ ପାଖକୁ ବୋହି ଆସୁଥିବା ସେହି କୃପାର ଧାରା, ଯିଏକି ସଦାସର୍ବଦା ଆମକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଚେଷ୍ଟିତ, ସେହି ଶକ୍ତିକୁ ଗ୍ରହଣ କରି ଆମ ଭିତରେ ତାକୁ ଯଥାର୍ଥ ରୂପେ କାର୍ଯ୍ୟ କରିବାକୁ ଏକ ଯଥାର୍ଥ ସୁଯୋଗ ଆମମାନଙ୍କୁ ପ୍ରଦାନ କରିବାକୁ ହେବ। ମା କହନ୍ତି well, but there is one thing with this wonderful divine grace, always helping, always striving for the better, exerting a pressure। ଗୋଟିଏ କଥା ମା କହୁଛନ୍ତି, ଦେଖ ଗୋଟିଏ କଥା, with this wonderful divine grace, ଏଇ ଯେଉଁ ଭଗବତ କୃପାଟି, ଯିଏକି ଏକ ମହାନ ଆଶ୍ଚର୍ଯ୍ୟକର ଅଲୌକିକର ଭଗବତ କୃପା, ଯିଏକି ଅଲୱେଜ୍ ହେଲ୍ପିଂ, ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ସାହାଯ୍ୟ କରୁଛି, ଅଲୱେଜ୍ ଷ୍ଟ୍ରାଇଭିଂ ଫର୍ ଦି ବେଟର୍, ଏବଂ କିଭଳି ଅଧିକରୁ ଅଧିକ ଆମ ପାଇଁ ସୁଯୋଗ ସୃଷ୍ଟି ହେବ, କିଭଳି ଅଧିକରୁ ଅଧିକ ଆମର ମଙ୍ଗଳ ହେବ, ତାରି ପାଇଁ ସେହି ଉଦ୍ଦେଶ୍ୟରେ ସେ କୃପା ପ୍ରତ୍ୟେକ ମୁହୂର୍ତ୍ତରେ ଚେଷ୍ଟା ବି କରିଚାଲିଛି। ଏବଂ ଗୋଟେ ପ୍ରକାର ଭାବରେ ଏକ୍ସର୍ଟିଂ ଏ ପ୍ରେସର, ସେ ଗୋଟେ ଚାପ ମଧ୍ୟ ପ୍ରୟୋଗ କରୁଛି, ଯେମିତିକି ଆମ ଭିତର ଦେଇକରି ସବୁ ଭଲ ଜିନିଷ ଗୁଡ଼ିକ ସୃଷ୍ଟି ହୋଇପାରିବ, ଜୀବନ ଯେଭଳି ଆମର କଲ୍ୟାଣମୟ ହୋଇ ଉଠିପାରିବ। ତେଣୁ ମା ଆହ୍ୱାନ ଦେଉଛନ୍ତି ସେଇ ମେସେଜରେ, କମ୍ ନାଓ, ବି ଚିୟରଫୁଲ୍। ଆସ, ବି ଚିୟରଫୁଲ୍, ସବୁବେଳେ ହସ ହସ ରୁହ। କମ୍ ନାଓ, ହାଭ୍ ଗୁଡ୍ ୱିଲ୍। ଆସ ବର୍ତ୍ତମାନ
शुभेच्छार सह आस प्रत्येक मुहूर्त निज भितर गोटाए शुभ इच्छा को बहन कर कम नाउ हाव दैट इनर हार्मोनी ऑफ कंटेंटमेंट एवं कंटेंटमेंट बा संतुष्टिर जो गोटाए अंतर संगति आंतरिक संगति इनर हार्मोनी ताकू आमे जमती निज भितर धारण करि परिबा। हाव होप फेथ विश्वास रख आशा भी रख। डू नॉट एक्सेप्ट द वाइब्रेशंस ऑफ डिकम्पोजिशन। डिकम्पोजिशन बा मृत्यु विघटन ये सबुर जो वाइब्रेशंस आसुची आम पाखक विभिन्न भाव आसुची ताकू आमे केबे भी ग्रहण करिबा नहीं। डू नॉट एक्सेप्ट द वाइब्रेशंस ऑफ डिकम्पोजिशन द वाइब्रेशंस दैट डिमिनिश सही स्पंदन गुड़िक जो स्पंदन गुड़िक आमको संकुचित कर दौरान जो स्पंदन गुड़िक आम भितर निराशार भाव को तैयारी कर दौरान जो स्पंदन गुड़िक आमको भगवत कृपा ठारू दूर को नहीं जाउछंती एवं जो स्पंदन गुड़िक आम भितर आस्था आम भितर विश्वास को दोहले देवार लगी से भली स्पंदन गुड़िक प्रत्येक मुहूर्त आम प्रत्याख्यान करवा केबे ताकू आम एक्सेप्ट करवा नहीं। डू नॉट एक्सेप्ट द वाइब्रेशंस दैट डिग्रेड एंड लीड टुवर्ड्स डिस्ट्रक्शन एवं जो वाइब्रेशन गुड़िक जो स्पंदन गतिस्पंदन गुड़िक जो प्रकार प्रभाव गुड़िक जो प्रकार चिंताधारा गुड़िक आमको अधपतन करुचंती आमको ध्वंस आड़ को नहीं जाऊ चेष्टा करुचंती से भली चिंताधारा से भली गतिस्पंदन गुड़िक प्रत्येक मुहूर्त आम प्रत्याख्यान करवा। इफ यू हैव फेथ बा कहते जदि विश्वास तुम भीतर अच्छी यू विल हैव इट ताहले आमे माने से कृपा को जो कृपा प्रति मुहूर्त प्रतिनियत आम मानकु साहाय्य करुची प्रतिनियत जे आम मानकर शुभ मंगल पाई चेष्टित रही से कृपा को माँ कहते जदि तुमर विश्वास अच्छी इफ यू हैव फेथ यू विल हैव इट आम सेठी को पाई परिबा। ओनली विथ एस्पिरेशन विथ ओपनिंग विथ सेल्फ गिविंग आस्पृहा करने फल केवल मात्र आम प्रत्येक मुहूर्त से कृपा को आस्पृहा करवा से चेतना को आस्पृहा करवा माँकर से वरद हस्त को प्रत्येक मुहूर्त से वरद हस्त प्रति आम निजक खोली धरिबा प्रत्येक मुहूर्त आम माँ प्रति निजक उन्मिलित कर रखिबा विथ सेल्फ गिविंग एवं तांकरी हाथ रे आम सब किछि की देई दबा कंप्लीट सेल्फ गिविंग so that you can contact something really new ताहले वास्तव रे आमे एक नूतन चेतना एक नूतन आलोक को आम भितर धारण करने को सक्षम हो पारिबा। भाई भणी माने जदि एई भली गोटे मनोभाव आम भितर रहे जदि प्रकृत रे माँकर कृपा को ग्रहण करने आम भितर यथार्थ गोटे ग्रहणशीलतार भित्तिभूमिटे तैयारी हो पारे तेबे ये शक्तिर प्रभाव को निश्चित भाव में प्रतिहत कर दे परिबा एवं जदि आम यार अन्य दिगटू को देखा चेष्टा करिबा ताहाले एकथा मध्य आम देखिपर प्रतिकूल शक्ति गुड़िक आसी थांती से मध्य एक भगवत उद्देश्य को साधन करने आसी थांती जेमती कि कंसर राजूति समय रे
ଏଭଳି ଭାବରେ ଅତ୍ୟାଚାରର ପ୍ରଚଣ୍ଡତା ବା ଏଭଳି ଅତ୍ୟାଚାରିତ ହୋଇଥିଲେ ସେ ସମୟର ଜନସମାଜ ଏବଂ ତାଙ୍କ ଭିତରେ ଏଭଳି ଏକ ବ୍ୟାକୁଳ ପ୍ରାର୍ଥନା ସୃଷ୍ଟି ହୋଇଥିଲା ଯାହାଫଳରେ ଭଗବାନଙ୍କୁ କୃଷ୍ଣଙ୍କ ରୂପରେ ଆବିର୍ଭୂତ ହେବାକୁ ପଡ଼ିଥିଲା। କୃଷ୍ଣଙ୍କର ଆବିର୍ଭାବ ପାଇଁ, କୃଷ୍ଣଙ୍କର କୃପାର ପାତ୍ର ହେବା ପାଇଁ ବା କୃଷ୍ଣଙ୍କର ସାନ୍ନିଧ୍ୟ ପାଇବା ପାଇଁ ବା ତାଙ୍କ ଦ୍ୱାରା ଯେଉଁ ଆମେ ଲାଭାନ୍ୱିତ ହେଲେ ସେଥିପାଇଁ କଂସର ଆବିର୍ଭାବ ବଡ଼ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଗୋଟେ ଷ୍ଟିମୁଲି ତିଆରି କରିଥିଲା, ଏଭଳି ଗୋଟେ ଷ୍ଟିମୁଲି ତିଆରି କରିଥିଲା ଭଗବାନଙ୍କୁ ଆକୁଳ ଭାବରେ ଆହ୍ୱାନ କରିବା, ଭଗବତ ଚେତନାକୁ ଆକର୍ଷିତ କରି ଆଣିବା ପାଇଁ ଯେଉଁ ଗୋଟେ ବ୍ୟାକୁଳ ପ୍ରାର୍ଥନା ସେ ସୃଷ୍ଟି କରିପାରିଥିଲା। ଠିକ୍ ସେଭଳି ଭାବରେ ଶ୍ରୀରାମଚନ୍ଦ୍ରଙ୍କ ସମୟରେ ରାବଣ ମଧ୍ୟ ଗୋଟେ ସେମିତି ଭୂମିକା ନିଭେଇଥିଲା, ଯେଉଁ ଭୂମିକା ପାଇଁକି ଶ୍ରୀରାମଚନ୍ଦ୍ରଙ୍କର ଧରାବତରଣ ହୋଇଥିଲା। ଇଏ ହେଉଛି ତା'ର ଗୋଟେ ଅନ୍ତର୍ଗତ ଦିଗ, ଯେଉଁଥିପାଇଁ ବିରୋଧୀ ଶକ୍ତି ଏବଂ ବିରୋଧୀ ଯେଉଁ ପରିବେଶ ସିଏ ଗୋଟାଏ ଅଗ୍ରଗତିକୁ ଷ୍ଟିମୁଲେଟ୍ କରିବା ପାଇଁ ଆସନ୍ତି। ମା ସବୁବେଳେ କୁହନ୍ତି ବିରୋଧ ଚେତନା, ବିରୋଧୀ ଶକ୍ତି ସେମାନେ ମଧ୍ୟ ଆମ ପାଇଁ ସାହାଯ୍ୟକାରୀ ହିସାବରେ ଆସିପାରନ୍ତି। ସେମାନେ ମଧ୍ୟ ଆମ ଭିତରର ଆସ୍ପୃହାକୁ ତୀବ୍ରତର କରିବା ପାଇଁ ଏକ କ୍ଷେତ୍ର ପ୍ରସ୍ତୁତ କରିପାରନ୍ତି। ଯଦି ଆମେ ଘଟଣାବଳୀକୁ ଠିକ୍ ସେଇଭଳି ଭାବରେ ଏକ ନିଶ୍ଚଳ ଶାନ୍ତ ମନ ନେଇକରି ତା ଭିତରକୁ ଆମେ ପ୍ରବେଶ କରୁ, ତା'ର ବାହ୍ୟ ରୂପ ବାହ୍ୟ ଗତିବୃତ୍ତି ଭିତରେ ଯଦି ଆମେ ଭଳି ନଯାଉ ଏବଂ ତା'ର ଅନ୍ତରର ପ୍ରକୃତ ମୂଳ ରହସ୍ୟ ପାଖକୁ ଯଦି ପ୍ରବେଶ କରିବାକୁ ଆମେମାନେ ଚେଷ୍ଟା କରୁ, ତାହେଲେ ଏଇଭଳି ଏକ ବୋଧ ଆମ ଭିତରେ ତିଆରି ହୁଏ ଏବଂ ତାହା ଆମକୁ ସାହାଯ୍ୟ କରେ ଆହୁରି ନିବିଡ଼ ଭାବରେ ମାଆଙ୍କ ପାଖକୁ ଯିବା ପାଇଁ, ଆହୁରି ନିବିଡ଼ ଭାବରେ, ଆହୁରି ବ୍ୟାକୁଳ ଭାବରେ ମାଆଙ୍କ ପ୍ରତି ନିଜକୁ ଖୋଲି ଧରିବା ପାଇଁ ଏବଂ ଆହୁରି ଅଧିକ ଭାବରେ ଆମର ସମର୍ପଣକୁ ପରିପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ କରିବା ପାଇଁ, ଆମର ଆତ୍ମୋତ୍ସର୍ଗକୁ ଆହୁରି ପରିପୂର୍ଣ୍ଣ କରିବା ପାଇଁ ସେ ଆମକୁ ଏକ ସୁଯୋଗ ପ୍ରଦାନ କରେ। ଆଜି ମଧ୍ୟ ସେଇଭଳି ଏକ ସୁଯୋଗ ଆମ ପାଖକୁ ଆସିଛି। ଆମେମାନେ ଯଦି ପ୍ରକୃତରେ ମାଆଙ୍କ ପାଖରେ ନିଜକୁ ସମର୍ପି ଦେଇପାରିବା, ଯଥାର୍ଥରେ ଯଦି ଆମର ଜୀବନ ଭିତରକୁ ଆମେ ମାଆଙ୍କୁ ଆବାହନ କରି ଆଣିପାରିବା, ମାଆଙ୍କର ସେହି ବରଦ ହସ୍ତ ସବୁବେଳେ ଆମ ଉପରେ ରହିଛି। ମାଆଙ୍କର ସେହି କୃପା ଆଉ କରୁଣାର ଯେଉଁ ଦୁର୍ନିବାର ଯେଉଁ ଧାରା ପ୍ରତ୍ୟେକ ମୁହୂର୍ତ୍ତରେ ଆମ ଭିତର ଦେଇକି ପ୍ରବାହିତ ହେବାରେ ଲାଗିଛି, ସବୁ ପ୍ରକାର ସଙ୍କଟକୁ ସେ ସୁଯୋଗରେ ପରିଣତ କରିପାରନ୍ତି। ଯଦି ନିଷ୍ଠାପର ଭାବରେ ଆମେ ମାଆଙ୍କ ପ୍ରତି ନିଜକୁ ଖୋଲି ଧରିପାରିବା, ଯଦି ପ୍ରକୃତରେ ଆମ ଭିତରର ଆସ୍ଥା ଓ ବିଶ୍ୱାସକୁ ଦୃଢ଼ମୂଳ କରିପାରିବା ଏବଂ ଆମର ସମଗ୍ର କାର୍ଯ୍ୟ, ସମଗ୍ର ଚିନ୍ତା ଚେତନାକୁ ଯଦି ଭଗବତ ଅଭିମୁଖୀ କରାଇ ପାରିବା, ବିଶେଷ କରି ଏଇଭଳି ଅବସ୍ଥାରେ ଯଦି ଯଥେଷ୍ଟ ପରିମାଣରେ ଆମେ ଅନ୍ତର୍ମୁଖୀ ହୋଇପାରିବା, ତାହେଲେ ତାହା ହିଁ ହେବ ଆମ ପାଇଁ ସବୁଠାରୁ ସର୍ବୋତ୍କୃଷ୍ଟ ଉପାୟ ଏ ଝଡ଼ଝଞ୍ଜା ଭିତରୁ ବାହାରକୁ ବାହାରି ଆସିବାରେ ଏବଂ ତାହା ହିଁ ମାଆଙ୍କର ଲକ୍ଷ୍ୟ ପୂରଣ କରିବା ପାଇଁ ସହାୟ ହୋଇପାରିବ। ଏବଂ ଆଜିର ଏଇ ଯେଉଁ ପବିତ୍ର ଶ୍ରୀନନ୍ଦଙ୍କର ପବିତ୍ର ଶୀତଳ ପ୍ରତିଷ୍ଠାର ଏଇ ଯେଉଁ ବାର୍ଷିକ ଉତ୍ସବ ଆମେମାନେ ପାଳନ କରୁଛେ, ତାହାର ଯଥାର୍ଥ ଉଦ୍ଦେଶ୍ୟ ମଧ୍ୟ ସାଧିତ ହେବ, ଯେଉଁଥିପାଇଁ ପ୍ରଭୁ ଆମର ଏତେ ନିକଟତର ହୋଇଛନ୍ତି। ଆମେ ଅଧିକରୁ ଅଧିକ ପରିମାଣରେ ତାଙ୍କରି ପାଖରେ ନିଜକୁ କିଭଳି ଭାବରେ ସମର୍ପି ଦେଇପାରିବା ଏବଂ ଯଥାର୍ଥରେ ଆମେ କହିପାରିବା, ପ୍ରଭୁ ମୋ ଇଚ୍ଛା ନୁହେଁ ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ, ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ, ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ। ସମସ୍ତଙ୍କର ଅଶେଷ ଅଶେଷ ମଙ୍ଗଳ କାମନା କରୁଛି ମାଆଙ୍କ ପାଖରେ। ରହୁଛି। ବନ୍ଦେ ମାତରମ୍। ନମସ୍କାର। নমামি শ্রীমৎ মীরারবিন্দ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମ୍ମାନସ୍ପଦ ସମସ୍ତ ଭାଇ ଅପା, ଆଜି ଭଳି ଏକ ପବିତ୍ର ଦିନରେ ସୁନ୍ଦରଗଡ଼ଠାରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ଶ୍ରୀତନୁ ପ୍ରତିଷ୍ଠା କରାଯାଇଥିଲା ଏବଂ ସେହି ଦିନଟିର ମର୍ଯ୍ୟାଦାକୁ ଗୁରୁତ୍ୱକୁ ଆଖି ଆଗରେ ରଖି ଆମେ ପ୍ରତ୍ୟେକ ବର୍ଷ ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଳନ କରି ଆସୁଛୁ। ଚଳିତ ବର୍ଷ ସାମାନ୍ୟ ବ୍ୟତିକ୍ରମ ହୋଇଛି। ଯେଉଁ ବିଶ୍ୱଗତ ସଙ୍କଟ ଦେଖାଦେଇଛି, ସେହି ବିଶ୍ୱଗତ ସଙ୍କଟ ଯୋଗୁଁ ଆମେମାନେ ସ୍ଥୂଳ ଭାବରେ ଯଦିଓ ଏକତ୍ରିତ ହୋଇପାରିନାହୁଁ, ତଥାପି ଆମେ ପ୍ରଭୁଙ୍କ ପ୍ରତି କୃତଜ୍ଞତାର ଅର୍ଘ୍ୟ ବାଢ଼ି ଦେବା ପାଇଁ ଏହି ଅଭିନବ କୌଶଳଟିକୁ ଆପଣେଇ ନେଇଛୁ। ରେକର୍ଡ଼ିଂ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛୁ। ଆଲୋଚନାଟିକୁ ମୋ ମାଙ୍କର ଧ୍ୟାନ ପ୍ରାର୍ଥନା ଅନ୍ତର୍ଗତ ମାର୍ଚ୍ଚ 30, 1914 ମସିହାରେ ଯାହା ଲିପିବଦ୍ଧ କରିଥିଲେ ମା, ତାକୁ ଉପକ୍ରମ ଛଳରେ ଆରମ୍ଭ କରୁଛି ଏବଂ ସେଇଠୁ ହିଁ ଆମେ ଆଲୋଚନାର ପ୍ରସଙ୍ଗଟିକୁ ଆଗେଇ ନେବା। It matters little that there are thousands of beings plunged in the densest ignorance. He whom we saw yesterday in an earth, his presence is enough to prove that a day will come when darkness shall be transformed into light and thy reign shall be indeed upon earth. ଶତ ଶତ ଜୀବ ଯଦି ଗାଢ଼ତମ ଅଜ୍ଞାନ ମଧ୍ୟରେ ଡୁବି ରହିଥାନ୍ତି, ସେଥିରେ କିଛି ଯାଏ ଆସେ ନାହିଁ। କାଲି ମୁଁ ଯାହାଙ୍କୁ ଦେଖିଲି ସେ ପୃଥିବୀ ଉପରେ ବିଦ୍ୟମାନ। ତାଙ୍କର ଉପସ୍ଥିତି ହିଁ ଯଥେଷ୍ଟ ପ୍ରମାଣ ଯେ ଏପରି ଏକ ଦିନ ଆସିବ ଯେତେବେଳେ ଅନ୍ଧକାର ଆଲୋକରେ ରୂପାନ୍ତରିତ ହେବ, ତୋର ରାଜତ୍ୱ ଯଥାର୍ଥରେ ପୃଥିବୀ ଉପରେ ପ୍ରତିଷ୍ଠିତ ହେବ। 1914 ମସିହା ମାର୍ଚ୍ଚ 29 ତାରିଖରେ ପ୍ରଭୁଙ୍କୁ ଦର୍ଶନ କଲା ପରେ ମାଙ୍କ ଭିତରେ ଯେଉଁ ତୀବ୍ର ଅନୁଭୂତି ଜାଗି ଉଠିଥିଲା, ସେହି ଅନୁଭୂତିକୁ ଧ୍ୟାନ ଓ ପ୍ରାର୍ଥନାରେ ମା ପରିପ୍ରକାଶ କଲେ ଏବଂ ଏହି ବାଣୀଟିର ମହତ୍ଵ ଏଇ ଯେ ଆମେମାନେ ନିଶ୍ଚିତ ହୋଇଯିବା ଶ୍ରୀ ଅରବିନ୍ଦଙ୍କର ଉପସ୍ଥିତି ଆମକୁ ଯେକୌଣସି ସଙ୍କଟରୁ ରକ୍ଷା କରିଦେଇପାରିବ। କାରଣ ଏହି ଆପତଃ ଅନ୍ଧକାର ଦୁର୍ଦିନ ଦୀର୍ଘସ୍ଥାୟୀ ହୋଇପାରିବ ନାହିଁ। ଚେତନାର ଆରୋହଣରେ ଅଭିଯାତ୍ରୀ ସାଜିଥିବା ଯାତ୍ରୀଗଣଙ୍କର ସାହସକୁ କଦାପି ଭାଙ୍ଗି ଦେଇପାରିବ ନାହିଁ, ସେମାନଙ୍କୁ କଦାପି ନିରୁତ୍ସାହିତ କରିଦେଇପାରିବ ନାହିଁ। ଆଜିର ଏଇଭଳି ଏକ ଅଭାବନୀୟ ପରିସ୍ଥିତିରେ ସବୁକିଛି ଯେତେବେଳେ ନିରବି ଯାଇଛି, ଆପଣମାନଙ୍କ ଭଳି ଆସ୍ପୃହାଶୀଳ ମାତୃ ସନ୍ତାନମାନେ ହାରି ନ ଯିବା ଉଚିତ ମଧ୍ୟ। ଲକ୍ଷ୍ୟରୁ ବିଚ୍ୟୁତ ହୋଇନାହାନ୍ତି। ଲକଡାଉନ୍ ଭଳି ପରିସ୍ଥିତି ଉପୁଜି ନଥିଲେ ହୁଏତ ଆଜି ଦିନଟିକୁ ଅତ୍ୟନ୍ତ ଉତ୍ସାହର ସହିତ ମହା ଆଡ଼ମ୍ବର ସହିତ ପାଳନ କରିଥାନ୍ତେ, କିନ୍ତୁ ଆମେ ଯଦି ଠିକ୍ ଭାବରେ ଅନୁଧ୍ୟାନ କରିବା ତାହା ହୁଏତ ଏକ ବାହ୍ୟିକ ଆବେଗ ହୋଇଥାନ୍ତା। ହେଲେ ବର୍ତ୍ତମାନର ପରିସ୍ଥିତି ଆମକୁ ଅନ୍ତର୍ମୁଖୀ କରିଦେଇଛି। ଅନ୍ତରକୁ ଦେଖିବା ଓ ବୁଝିବା ପାଇଁ ଏକ ସୁଯୋଗ ଆଣିଦେଇଛି। ମନକୁ ନୀରବ କରିବା ପାଇଁ ଏକ ଆହ୍ୱାନ ଆଣିଦେଇଛି। କାରଣ ମନ ନୀରବ ହେଲେ ହିଁ ଆମେ ଭଗବାନଙ୍କ ବାଣୀ ଶୁଣିପାରିବା। In the mind's silence, the transcendent acts, and the hushed heart
hears the unuttered word. सावित्री महाकाव्य रे प्रभु आमको ये वर्णना दी कहउचंती, इन द माइंड साइलेंस, मनर नीरवता भितर ही बा मन नीरव हेले जाई से नीरव मनर क्षेत्र रे परम चेतना परम पुरुष से तांकर क्रिया संपादन करि पारंती एवं सकल आवेग शंका भय अनिश्चितता ये सबुर जो द्वंद्व रही ये सबुर जो आम भितर गोटे विभ्रांति रही से सबुर आवेग रु जेतेबेले हृदय नीरव हो हस्ट हार्ड एक निस्तब्ध हृदय भगवानंकर से अनुच्चारित शब्दटी को शुणिबा पई योग्य हेब। एणु आमको नीरव हेबाकु पड़िबो, मन को नीरव करबाकु पड़िबो। आज रही पवित्र दिन रे आमको एइभली गोटे कथा प्रति सचेतन हेबाकु पड़िबो जद्वारा कि आमे प्रभुंकर योग्य होई परिबा। आमे समस्ते जानू जगत और जीवन रूपांतर सकाशे प्रभु धरावतरण करी अनेक दुख कष्ट वर्ण करी आम पई रूपांतरकारिणी महाशक्ति अतिमानस शक्ति को पृथ्वी पृष्ठ को अवतरण कराई आनिछंती। ସେହି महाशक्ति तार कार्य आरंभ कर देइछि। रूपांतर सकाशे जहाँ सबू अमंग असम्मत ताकू बाध्य करुछि एही क्रिया रे शामिल हेबा पई। तेणु बाह्य परिस्थिति आम पई उद्वेगजनक होई पड़िछि। पुणी जगतर श्रेष्ठ जीव भावे मनुष्यर भूमिका अत्यंत गुरुत्वपूर्ण। मनुष्य को सृष्टि करी भगवान आश्वस्त होइछंती। भागवतरे उपनिषदरे यही वर्णना रही मनुष्य भितरे दिव्य ज्ञान देखि भगवान संतुष्ट होइछंती। मनुष्य देहे दिव्य ज्ञान देखि संतोष भगवान। अतएव मनुष्य भितरे दिव्य ज्ञान रही से जे भगवान असल योजनार सफल नायक हो पारिबो एक कथा अस्वीकार करा जाई पारिबो नाही। हेले भगवानंकर योजना कण ताकू आमे किपरि जानि पारिबा। भगवान प्रकृति रे एई जगत को नहीं जीवन को नहीं कौन चाहती तार आभास आमे केमिति पाई पारिबा। श्री अरविंद सावित्री महाकाव्य वर्णना करिसंती, हियर टू फुलफिल हिमसेल्फ वाज गॉड्स डिजायर। एई ठारे एई जगत रे निजको पूर्ण मात्रा रे परिपूर्ण करिदेबा या ही भगवानंकर योजना एवं सेही योजना को साकार करिबा पई आम मानंकर एक गुरुत्वपूर्ण भूमिका रही। माँ बहिरे आम मानंकु स्पष्ट भाव में परामर्श दि जाइछि। आमर कर्तव्य संबंध में इंगित करा जाइछि। मन रख भागवत कर्म भागवतर अभिव्यक्ति रे साहाय्य निमित्त तुमको तुमर जीवन दिया होइछि। एई दुईटी मौलिक कर्तव्य छड़ा प्रकृति आमर जीवन रो कौन अर्थ रहे ना, आम जीवन कौन हेतु रही ना। भागवत कर्म एवं भागवत अभिव्यक्ति ये दुईटी कार्य संपादन करिबा आम पई सबुठु महत्वपूर्ण कार्य। हेले वर्तमान मनुष्य भितरे अनेक विकृति बसा बांधी रही ओ से सबको मनुष्य चिन्हि पारु नाही एवं से विकृति सकल मनुष्य को तार यथार्थ लक्ष्य पथरु विच्युत करुछंती।
काम क्रोध लोभ मोह मद मत्सर्य आदि षड़रिपु मनुष्यर जीवन को संपूर्ण भाव में आयत्त करी तार जीवन रो सुमधुर संगीत को एक बेसुरा रागिणी रे परिणत कर देइछंती। एथिपाई मनुष्य निजे ही दायी, निजर दिव्यत्व को भूली जाए सामयिक सफलता पाई भौतिक सुख पाई कामना वासना द्वारा परिचालित हुई जीवन रो सार कथा को पासोरी देइछि। शत्रु मानंकु घरे कुणिया करी रखिछि। पुणी थरे सावित्री सही बाणी आमे स्मरण करिबा। प्रभु कहउचंती आवर सेल्व्स विदिन अस lethal forces nurse, we make of our enemies our guests। एटा हेउछि मनुष्यर अज्ञानता एवं अपरिणामदर्शी जीवन रो एक इतिवृत्त। आवर सेल्फ विदिन अस लेथाल फोर्सेस नर्स, आमे माने समस्ते अपना अंतर रे प्राणांतक शक्ति सबको पोषण कर रखिछु, तांको खुएई पिएई हृष्टपुष्ट करिछु। वी मेक अप आवर एनिमीज आवर गेस्ट्स, आमे आमर शत्रु सकलंकु घरे अतिथि करी रखिछु। केवल जे अतिथि करी रखिछु ताहा नुह, तांको आतिथ्यता प्रदान करिबारे आदौ कुंठाबोध प्रकाश करूनाहु। जेतेबेले भी आमको कई शत्रुर कथा कहे, आमको बाह्य शत्रुर कथा देखा जाए, किंतु भितर जे शत्रु रहिछंती एवं अतिथि भाव रहिछंती ए विषय रे आमे अज्ञ। भारतीय सनातन धर्म परंपरा रे आमको षड़रिपु विषय रे सचेतन कर दिया जाइछि, किंतु आमे समस्ते निज निजर जीवन को टिके निरीक्षण करी देखिबा जे प्रकृति रे एई षड़रिपु काम क्रोध लोभ मोह मद मत्सर्य, ये जो षड़रिपु एमानंकु आमे शत्रु बोली चिन्हिछु ना एमानंकु अतिथि करी तांकर प्रत्येक तागिद, तांकर प्रत्येक हुकुम, तांकर प्रत्येक इंगित को आमे आम जीवन रे परिप्रकाश करी चलीछु, जहाँ आम जीवन पाई सबु मात्रा रे अमंगलकर होई सारिछि। एमाने जेहेतु आमर शत्रु, से माने आमर यथार्थ अग्रगतिर मार्ग को अवरोध करी आमको पतित करिछंती। हेले एथिरे विव्रत हेबार किछि नाही। एई अवस्था दीर्घ समय रही पारिबा नाही। मनुष्य दीर्घ काल पर्यंत अज्ञानता एवं असचेतनतार वशवर्ती होई तिष्ठि रहिबा नाही। मनुष्य भितर दिने परम ज्ञान जाग्रत हेब, परम चेतना जाग्रत हेब एवं एई शत्रु सबंकु निज जीवन रूपी भवन रु बहिष्कार करी दे जीवनर असल सत्ता आत्मा को से अधिष्ठित कराई पारिबो। एही परिप्रेक्षी मध्य सावित्रीर दुईटा लाइन मु उपस्थापन करिबी। इन मोमेंट्स when the inner lamps are lit and the life's cherished guests are left outside, our spirit sits alone and speaks to its goal. In moments when the inner lamps are lit, से सबु मुहूर्त गुड़िकरे जो सबु मुहूर्त अंतरर प्रदीप सबु जली उठे एवं अंतरर प्रदीप जली उठिले जीवनर वांछित अतिथि सकल
से जगह छाड़ी चली जाती जो मानंकु शत्रु रूपी अतिथि मानंकु आमे स्वीकार कर नहींछु तांकर बोल को मान नहींछु अंतर प्रदीप जली उठिले से माने आ रही पारिबे नाही कारण से माने होचंती अंधकारर विभव सकल एवं से माने जेतेबेले आम जीवन रु बहिष्कृत हो जिवे सेतेबेले आमर अंतरस्थित आत्मपुरुष आवर स्पिरिट सिट्स एलोन एकाकी से तांकर यथार्थ स्थान रे बसिवे एंड स्पीक्स टू इट्स गॉल एवं जो विच्छिन्नता रही परम चेतना सहित जो व्यवधान रही परम चेतना सहित से व्यवधान सहित से वाक्यालाप आरंभ करिवे किंतु ये सब संभव हेब आमे जदि श्रीमान श्रीअरविंदଙ୍କ प्रति विश्वस्त हेबा केवल ऊपर ठाउरिया पूजा उपचार रे संतुष्ट रही भक्ति भाव निवेदन करी निरवद्रष्टा ही रहिले चलिब नाही कृतज्ञता पूर्वक माँ श्रीअरविंदଙ୍କ प्रति आमको अनुगत होबाको पड़िबो एवं आमको प्रार्थना करबाको हेबो मातः दुर्गे अंतस्तरीपु संहार करी बाहर बाधा विघ्न निर्मूल कर अंतस्तरीपु होउचंती सबुठु बेसी मारात्मक जो दिन आमे आम अंतस्तरीपु सकलंकु विनाश करि देई पारिबे मांक सहायतार से दिन बाहरे आउ कोनोसी बाधा विघ्न नथिबो आम साधनारे केही प्रथरोध करि पारु नथिबे एवं आमे माँ श्रीअरविंदଙ୍କ जोगधारारे निजको सामिल करि पारिछु एही कथा आमे सेतेबेले ही घोषणा करि पारिबा जेतेबेले केतोटी सद्गुणर आमे माने अधिकारी होई पारिबा कथा छଳରେ जेतेबेले आश्रमर साधक माने आश्रम रे रहिबा पई कौ भली एक प्रस्तुतिर आवश्यकता रही श्रीअरविंदଙ୍କ जोग पई निजको प्रस्तुत करने सकाशे कौन करिवार आवश्यकता रही माँ को पचारि थिले तार उत्तर दे माँ कही थिले द इंडिस्पेंसेबल बेसिस ऑफ आवर योगा इज सिंसियरिटी एठारे जो जोग साधना आमे करूछु पूर्णांग जोग कह जाओ रूपांतर जोग कह जाओ तार अपरिहार्य बेसिस अपरिहार्य भूमि होउची अपरिहार्य आधार होउची सिंसियरिटी निष्ठा ऑनेस्टी सच्चोटता अनसेल्फिशनेस निस्वार्थपरता डिसइंटरेस्टेड कंसिक्रेशन टू द वर्क टू बी डन जो कार्य करने को अच्छी से ही कार्य करने दिगरे एक अनासक्त आत्मोत्सर्ग भाव नोबिलिटी ऑफ कैरेक्टर चरित्र रे महानता एंड स्ट्रेट फॉरवर्डनेस स्पष्टवादिता यही सब सद्गुणावली आम भितरे धीरे धीरे आमको जागृत करने को हेब एवं यही सब सद्गुणावलीर विकास आम जीवन में घटई पारे ताहले जाई आमे श्रीअरविंदଙ୍କ जोग साधना करि पारिबे माँ का प्रति कृतज्ञ होई पारिबे श्रीअरविंदଙ୍କ प्रति कृतज्ञ होई पारिबे आसंतु आमे समस्त संकल्पबद्ध हेबा माँ श्रीअरविंदଙ୍କ अनुगत हेबा पई माँ श्रीअरविंदଙ୍କ प्रति कृतज्ञ रहिबा पई केवल बाहर व्यक्ति माने समाज आमको माँ श्रीअरविंदଙ୍କର अनुगामी बोली जानिले यथेष्ट हेब नाही जेतेबेले प्रकृत रे आमे अंतर रे माँ श्रीअरविंदଙ୍କ प्रति अनुगत होई पारिबा एवं तांकर जो बाणी आम मानक पई रहिछि से बाणी को यथार्थ रे जीवन रे अभ्यास करि पारिबा ताहेले जाई ताहा हेब श्रेष्ठ कृतज्ञता एवं आज भली दिन रे एई भली एक अमर संकल्प
अटल संकल्प आम समस्त भितर जागी उठू। धन्यवाद। वंदे मातरम।